ସାଥୀ ତ ଦିନେ ନା ଦିନେ ସମସ୍ତଙ୍କୁ ମିଳେ, ହେଲେ ମନର କଥା ଆଉ ହୃଦୟର ଭାଷା ବୁଝିପାରୁଥିବା ଜୀବନ ସାଥୀ ସମସ୍ତଙ୍କ ଭାଗ୍ୟରେ ନଥାଏ। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 15 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 3 ଦିନ, ରବିବାର, କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି, ଯାହା ଅପରାହ୍ନ 5:34 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରାଷାଢ଼ ନକ୍ଷତ୍ର, ଯାହା ରାତ୍ରି 8:25 ପର୍ଯ୍ୟନ୍ତ ରହୁଛି। ତାପରେ ଶ୍ରାବଣା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:18। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:40। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ଅପରାହ୍ନ 5:34 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ରାତ୍ରି 8:25 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ତ୍ରୟୋଦଶୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ବାଇଗଣ, ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ହେଉଛି ମହାନ ପରମ ମହାଶିବରାତ୍ରି, ଯାହାକୁ ଆମେ ଜାଗର ପର୍ବ କିମ୍ବା ଶିବ ଚତୁର୍ଦ୍ଦଶୀ ବେଢା ପରିକ୍ରମା କହିଥାଉ। ତେବେ ଆଜି ଧର୍ମକୃତ କାର୍ଯ୍ୟ ରହିଛି, ଯାହାକି ଚତୁର୍ଦ୍ଦଶୀ ତିଥି ପ୍ରଦୋଷ ବା ଅର୍ଦ୍ଧରାତ୍ରିକି ବ୍ୟାପି ରହୁଥିବାରୁ ଅଦ୍ୟଭୂତ ଚତୁର୍ଦ୍ଦଶୀ କାରଣରୁ କେବଳ ସର୍ବସହମତ ମହାଶିବରାତ୍ରି ବ୍ରତ ଜୟନ୍ତୀ ବା ପ୍ରଦୀପ ପ୍ରଜ୍ୱଳନ କରାଯାଇଥାଏ। ତେବେ ବୈଷ୍ଣବମାନେ ଆସନ୍ତା କାଲି ତଥା ଫେବୃଆରୀ 16 ତାରିଖ ସୋମବାର ଦିନ ପାଳନ କରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:57ରୁ ଦିବା 2:05 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:21ରୁ ସନ୍ଧ୍ୟା 5:47 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 11:40ରୁ ରାତ୍ରି 1:14 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ବାର ବେଳା, ରାହୁ କାଳ, କାଳବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 10:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:29ରୁ ରାତ୍ରି 8:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:15ରୁ ରାତ୍ରି 2:41 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କର ସିଦ୍ଧି ଯୋଗ ରହିଛି। ଆପଣ ଆଶା କରୁଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବା ସହିତ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ କାର୍ଯ୍ୟ ଯାହାକି ସିଦ୍ଧି ଯୁଗ ବନେଇବା ସହିତ ଆପଣଙ୍କୁ ଆନନ୍ଦିତ ଦେବାର ପୂର୍ଣ୍ଣ ଯୁଗ ବନଉଛି। ତେବେ ଆଜି ମେଷ ରାଶି ବ୍ୟକ୍ତି, ଆପଣଙ୍କର ଯଦି ଇଣ୍ଟରଭ୍ୟୁ କିଛି ଥିବ, ତେବେ ନିଶ୍ଚିତ ଆପଣଙ୍କୁ ସହଯୋଗ କରିପାରେ ଗ୍ରହମାନେ। ତେବେ ଆଜି ମେଷ ରାଶି ବ୍ୟକ୍ତି, ଆପଣଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ନିଶ୍ଚିତ ସଫଳତା ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ରାଜନୈତିକ କାର୍ଯ୍ୟ ବା ସାମାଜିକ କ୍ଷେତ୍ରରେ
ଆପଣଙ୍କର ପ୍ରତିଷ୍ଠା ଲାଭ ଯୁଗ ବନଉଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ଯଦି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ତେବେ ସେଥିରେ ସିଦ୍ଧିହସ୍ତ ଯୁଗ ରହୁଛି, ଅର୍ଥାତ୍ ଆପଣଙ୍କର ସେହି ଯୋଉ କାର୍ଯ୍ୟ ପାଇଁ ଯାଉଛନ୍ତି ତାହା ସଫଳତା ପ୍ରାପ୍ତ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଅସ୍ଥିରତା କରି ନପାରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ପରିବାର ସମ୍ବନ୍ଧ ଆପଣଙ୍କର ଭଲ ରହିବ। ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ବନ୍ଧୁବର୍ଗଙ୍କ ସହିତ ବା ସାଙ୍ଗସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ସ୍ଥିରତା ଦେଖା ଦେଇପାରେ। ତେବେ ଯୋଉମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ଆଜି ଟିକେ ଜଗି ରଖି ନିଜର କଥାବାର୍ତ୍ତାକୁ ସଂଯମତା ଆବଶ୍ୟକତା ରହିଛି, ନହେଲେ ନିଜ ଭିତରେ ଆପଣଙ୍କର ସମ୍ପର୍କ ଫାଟ ସୃଷ୍ଟି ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସ୍ଥିରତା ସହକାରେ କରିବାକୁ ପଡ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଆପଣ ଦୂରତା ଅବଲମ୍ବନ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି ମାନସିକ ଏବଂ ଶାରୀରିକ ଆପଣଙ୍କର ଅସ୍ଥିରତା ଅନେକ ପ୍ରକାର ଦେଖା ଦେଇପାରେ। ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ଅନେକ ଅସ୍ଥିର ଯୁକ୍ତ ରହୁଛି ବା କଳହ ଯୁକ୍ତ କାରଣ ହୋଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ବୃଷ ରାଶି ବ୍ୟକ୍ତି ଆପଣ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବିଶେଷ କରି ଛାତ୍ରଛାତ୍ରୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା ଯୁକ୍ତ ରହିପାରନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ସମ୍ବନ୍ଧ ଖରାପ ରହିପାରେ। ତେବେ ଆପଣ ବୃଷ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ କାର୍ଯ୍ୟ ଆପଣଙ୍କର ହାନି ଯୁଗ ରହୁଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଆପଣଙ୍କର ମତଭେଦ ଆସିପାରେ। ନିଜ ଭିତରେ ଆପଣଙ୍କର ସମ୍ପର୍କ ଖରାପ ହବାର ଯୁଗ ବନଉଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଯାହାକି ସମ୍ବନ୍ଧ ଅନେକ ପ୍ରକାର ଖରାପ ଯୁଗ ବନଉଛି। ତତ୍ସହିତ ଆଜି କୌଣସି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ନିଜର କଟୁ କଥାକୁ ସମ୍ବନ୍ଧ ଅର୍ଥାତ୍ ନିଜର ବ୍ୟବହାରକୁ ସଂଯମତା ନିହାତି ଆବଶ୍ୟକତା ରହିଛି, ନହେଲେ ବୃଷ ରାଶି ବ୍ୟକ୍ତି ଆପଣଙ୍କର ମାନ ସମ୍ମାନ ହାନି ହବାର ଚାନ୍ସ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣଙ୍କର ହାନି ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ଗାଡି ପରିଚାଳନା କରିବା କ୍ଷେତ୍ରରେ ନିଜକୁ ନିହାତି ସଂଯମତା ନିହାତି ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଂଯମତ ପୂର୍ବକ ନିଜର କାର୍ଯ୍ୟ କରିବାକୁ ପଡ଼ିବ। ଦୈନନ୍ଦିନ କାର୍ଯ୍ୟରେ ଆଦୌ କଳହ ଯୁକ୍ତିତର୍କ କରନ୍ତୁ ନାହିଁ, ନହେଲେ ଆପଣଙ୍କର କାର୍ଯ୍ୟହାନି ଯୁଗ ବନେଇ ପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଅନେକ ଶତ୍ରୁତା ବଢିପାରନ୍ତି, କିନ୍ତୁ ଆପଣଙ୍କୁ ସଂଯମତା ସହକାରେ ଯଦି କାର୍ଯ୍ୟ କରିବେ ତେବେ କୌଣସି ଆପଣଙ୍କର ଶତ୍ରୁମାନେ ଆପଣଙ୍କୁ ପରାଜିତ କରିପାରିବେ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଯାହାକି ମଧ୍ୟମ ଧରଣରେ ରହିଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣଙ୍କର ଆଶା ଠାରୁ ମଧ୍ୟ ହାନି ଯୁକ୍ତ ରହୁଛି, ତେଣୁ କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ନୂତନ ବେପାର ବାଣିଜ୍ୟ ଆଜି ଦୂରତା ଅବଲମ୍ବନ କରନ୍ତୁ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଯାହାକି ସମ୍ପର୍କ ଖରାପ ହବାର ଅନେକ ଚାନ୍ସ ରହୁଛି, ତେଣୁ ସମ୍ବନ୍ଧ ଠିକ ରଖିବା ପାଇଁ ନିଜକୁ ସଂଯମତା ନିହାତି ଆବଶ୍ୟକତା ରହିଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିପାରିବେ ନାହିଁ, ଯାହାକି ଆପଣଙ୍କର କାର୍ଯ୍ୟହାନି ଯୁଗ ବନେଇ ପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି
ନିଶ୍ଚିତ ଟିକେ ସ୍ଥିରତା ରକ୍ଷା କରନ୍ତୁ। ତତ୍ସହିତ ପାରିବାରିକ ସମ୍ପର୍କ ବିଶେଷ କରି ନୂଆ ନୂଆ ମ୍ୟାରେଜ ଯେଉଁମାନେ କରିଛନ୍ତି ନିଜକୁ ଶୃଙ୍ଖଳିତ ରଖନ୍ତୁ ସଦାବେଳେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟସିଦ୍ଧି ଯୁଗ ରହିଛି। ଯେକୌଣସି କାର୍ଯ୍ୟ ଆଶା କରିଛନ୍ତି ସେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ପରିପ୍ରକାଶ କରିବ। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ସମସ୍ତେ ଆପଣଙ୍କୁ ସହଯୋଗ କରିବେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିପାରେ ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପର ସୁଯୋଗ ଦେଇପାରେ। ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଅନୁସାରେ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଆଜି ଟିକେ ସ୍ଥିର ରୁହନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ତେବେ ନିଶ୍ଚିତ ସେ ଯାତ୍ରାରେ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନଉଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଯାହାକି ଅସ୍ଥିରତା କରୁଛି ଆଜି ଆପଣଙ୍କୁ ସେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ଆଜି ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସିଦ୍ଧି ଯୁଗ ରହୁଛି। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ମାନସିକ ଚାପ ଯଦି ପୂର୍ବରୁ କିଛି ଥିଲା ଆଜି ଦୂରୀଭୂତ ହେବ କିନ୍ତୁ ଆପଣଙ୍କ ପାଖରେ ଟିକେ ଚିଡଚିଡାପଣ ଦେଖା ଦେବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଦୈନନ୍ଦିନ କାର୍ଯ୍ୟ ଗୁଡିକ ଆପଣଙ୍କର ଯାହାକି ସୁରୁଖୁରୁରେ ହେବ ଏବଂ ସହଯୋଗ ମିଳିବ ଏବଂ ଆପଣଙ୍କର କାର୍ଯ୍ୟ ଗୁଡିକ ଅତି ଯାହାକି ସୂକ୍ଷ୍ମ ଭାବରେ ହବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ସାଙ୍ଗସାଥୀ ମାନେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ କିଛି ନୂତନ କାର୍ଯ୍ୟ କରି ନିଜର ପ୍ରତିଷ୍ଠା ଜାହିର କରିପାରନ୍ତି। ତେବେ ଆଜି ଯାହାକି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ କିଛି ଆପଣଙ୍କର ମତାନ୍ତର କଳହ ଆସିବାର ଚାନ୍ସ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ନିଜର ବ୍ୟବହାରକୁ ସଂଯମତା ରଖନ୍ତୁ ଯାହା ଆପଣଙ୍କର ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ସମସ୍ୟା ଆସିବ ନାହିଁ। ତତ୍ସହିତ ପ୍ରେମ ସମ୍ବନ୍ଧରେ ଯଦି ଜଡିତ ଅଛନ୍ତି ଯାହାକି ନିଜର କଥାକୁ ଟିକେ ସଂଯମତା ରକ୍ଷା କରିଲେ ଆପଣଙ୍କର ପ୍ରେମ ସମ୍ବନ୍ଧ ନିଶ୍ଚିତ ସ୍ଥିରତା ରହିବ। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ କରିବାର ଉତ୍ତମ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ଆଜି ସହଯୋଗ କରୁଛନ୍ତି। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ଆପଣଙ୍କୁ ଗ୍ରହମାନେ ସହଯୋଗ କରୁଛନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ନିଶ୍ଚିତ ସୁସ୍ଥ ରହିପାରନ୍ତି। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସୁସ୍ଥ ହବାର ଧୀରେ ଧୀରେ ଚାନ୍ସ ରହିଛି। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। କାର୍ଯ୍ୟରେ ଅବହେଳା ଯୁକ୍ତ ରହୁଛି ତେଣୁ ଆବଶ୍ୟକ ସ୍ଥଳେ
कन्या राशि व्यक्ति योजना प्रस्तुत करी कार्य करिले कार्य गुडी को निश्चित धीरे धीरे सफलता आड़को अग्रगति करिवो। तेबे कन्या राशि व्यक्ति आज राजनैतिक सामाजिक क्षेत्र रे व्यक्ति कार्य करुवा व्यक्ति माने निजर कार्य रे अवहेला करि पारंती, जहा पई आपनकर मान सम्मान हानि होबा सहित आपनकर जहा कि पदमर्यादा निम्नगामी होबार चांस रहउची। तेणु यहा प्रति ध्यान दबार आवश्यकता रहउची। तेबे कन्या राशि व्यक्ति आज शिक्षार्थी विद्यार्थी माने निजर पाठ पढ़ारे अवहेला युक्त रही पारंती। तत्सहित कन्या राशि व्यक्ति आज परिवार वर्ग बंधु वर्ग सहित आपणकर किछि मनांतर जुग रहुची। विशेष करी आपण जो माने प्रेम करुछंती निज भितरे मतभेद जुक्तितर्क कलह आसीबार संभावना रहुची। आवश्यक स्थले यहा प्रति सचेतन रहिबा सहित निजको चुप रहिबा पई चेष्टा करंतु, जहा आपणकर संबंध स्थिरता आसीबो। तेबे आज कन्या राशि व्यक्ति व्यापार वाणिज्य आशा ठारू लाभ करि न पारंती, बरं क्षति आड़को अग्रगति करि पारंती। तेणु प्रत्येक व्यापार वाणिज्य निजकू संयमत सहकारे व्यापार वाणिज्य करंतु, कौनसी रिस्कफुल व्यापार वाणिज्य करंतु नाही, जहा आपनक पई भलो हेबे। तेबे कन्या राशि व्यक्ति आज स्वास्थ्यगत दृष्टि देखिले आपनकर स्वास्थ्य अस्थिरता आड़को अग्रगति करि पारे। तेणु कौनसी रिस्कफुल स्वास्थ्य बा निजर स्वास्थ्य खराब न होबो सेति प्रति ध्यान देबार आवश्यकता रहिछि। तेबे आज कन्या राशि व्यक्ति निजर कौनसी कार्य पई दूर यात्रा जीवार संभावना रहुछि। तेबे आज कन्या राशि व्यक्तिंकर भाग्य संख्या रहिछि जहा कि 6, भाग्य रंग आपण जहा कि मिश्रित कला रंग व्यवहार करि परिबे एवं ग्रह माने आपण को आज जहा कि 35% साथ दउछंती। बेचालंतु जानिबा तुला राशि व्यक्ति विषय। तुला राशि व्यक्ति आज समस्त कार्य आपन को सफलता मिलिबार सुजोग देई पारे। कर्म क्षेत्र रे निजर प्रतिष्ठा लाभ करिबार अनेक चांस रहुची। जो माने चाकरी संबंध रे जड़ित रहुचंती निजर कार्य द्वारा समस्त मन जिणिबार अनेक चांस देई पारे। तत्सहित तुला राशि व्यक्ति जहा कि निजर कार्य कर्म द्वारा आपण प्रशंसार पात्र बनि जाई पारंती। तुला राशि व्यक्ति जहा कि शिक्षार्थी विद्यार्थी मानक पई आज मध्यम धरण रे आपनकर भाग्य ग्रह साथ दउची। तत्सहित राजनैतिक सामाजिक क्षेत्र टिके दूरता अवलंबन करंतु, जहा आपनक पई भलो हेबो। आज तुला राशि व्यक्ति प्रेम संबंध रे जदि आपण जड़ित अछंती ध्यान पूर्वक निजर प्रेम संबंध को निश्चित आपण सचेतन सहकारे रखंतु, कारण आज प्रेम संबंध भितर किछि अस्थिरता जागृत होई पारे बा वाद विवाद सृष्टि होई पारे। जदि वाद विवाद हुए आपण आवश्यक स्थले चुप रुहंतु, जहा आपणकर प्रेम संबंध मधुरता आड़को अग्रगति करिवो, नहले खराब स्थिति आड़को जीवो जहा कि संबंध खराब होबो। आज तुला राशि व्यक्तिंकर पारिवारिक संपर्क खराब होबार अनेक चांस रहुची। तेणु निश्चित परिवार संपर्क भलो रखिबा पई चेष्टा करंतु, जहा कि घात चंद्र रहिची। तेणु यहा प्रति निश्चित सचेतन सहकारे आपण तुला राशि व्यक्ति निजर कथबार्ता करंतु एवं आवश्यक तले आपण परिवार संपर्क भलो रखिबा पई चुप रुहंतु। देखिबे आपणकर कौनसी परिवार संपर्क खराब हेबो नाही। आज तुला राशि व्यक्ति जहा कि व्यवसाय क्षेत्र रे आपण अनेक प्रकार लाभ प्राप्त करि पारंती। अर्थजनित जेकोसी निष्पत्ति नेबे ताहा आपणक पई उत्तम फल प्रदान करि पारे, जहा आपणक राशि चक्र जणा पडुची। आज वाद विवाद रे आपण टिके जड़ित रही पारंती तुला राशि व्यक्ति। तबे निश्चित वाद विवाद ठारू टिके दूरता अवलंबन करंतु, जहा आपणक पई लाभ हेबो। आज तुला राशि व्यक्ति स्वास्थ्यगत दृष्टि देखिले पूर्वर जदि स्वास्थ्य समस्या थिबो ताहा आज निश्चित धीरे धीरे समाधान होबार चांस रहुची, अर्थात सुस्थ होई पारंती। आज तुला राशि व्यक्तिंकर जहा कि भाग्य संख्या रहिची जहा कि 8, भाग्य रंग रहुची गाढ़ नील रंग यूज करि परिबे एवं ग्रह माने आपण को आज 55% साथ दउछंती। बेचालंतु जानिबा बिछा राशि व्यक्ति विषय रे। बिछा राशि व्यक्ति आज आपणकर समाज रे सम्मान प्राप्त करिवार अनेक चांस रहुची। राजनीतिक सामाजिक क्षेत्र रे आपणकर प्रतिष्ठा लाभ करिवार अनेक चांस रहुची, जहा आपणको भाग्य चक्र जणा पडुची। तेबे बिछा राशि व्यक्ति आज कर्म क्षेत्र रे चाप बढ़िबो, जहा पई आपण मानसिक अस्थिरता देखा देई पारे। तेणु बिछा राशि व्यक्ति ध्यान पूर्वक निजर कार्य करंतु, आवश्यक स्थले
ଆପଣ ନିଜର କାର୍ଯ୍ୟଗୁଡ଼ିକୁ ଯୋଜନା ପ୍ରସ୍ତୁତ କରି ଯଦି କାର୍ଯ୍ୟ କରିବେ ତେବେ ବିଛା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ। ଆଜି ବିଛା ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଜଡ଼ିତ କାର୍ଯ୍ୟଗୁଡ଼ିକୁ ଆପଣଙ୍କର ନକାରାତ୍ମକ ପ୍ରଭାବ ଦେଖା ଦେଇପାରେ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ ଏବଂ ମାନସିକ ସ୍ଥିତି ଭଲ ରଖି କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ତେବେ ଆପଣଙ୍କୁ ଅନେକ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ଦେଖାଦେବ। ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ ବିଛା ରାଶି ବ୍ୟକ୍ତି। ଆଜି ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟମ ଧରଣର ଭାଗ୍ୟ ସାଥ ଦେଉଛି। ତତ୍ସହିତ ପ୍ରେମ ସମ୍ବନ୍ଧରେ ଯୋଉମାନେ ବିଛା ରାଶି ବ୍ୟକ୍ତି ଆଜି ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଅନେକ କ୍ଷେତ୍ରରେ ଆପଣଙ୍କ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧର ସହିତ ନିଜର ପ୍ରେମ କ୍ଷେତ୍ରରେ ଆଗକୁ କିଛି କଥାବାର୍ତ୍ତା କରିବାର ଅନେକ ସମ୍ମାନ, ତତ୍ସହିତ ବନ୍ଧୁଙ୍କ ସହିତ ଭଲ ପ୍ରଭାବ ଦେଖାଦେବ ଏବଂ ନିଜକୁ ଆଜି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି ପ୍ରେମ ସମ୍ବନ୍ଧ କ୍ଷେତ୍ରରେ, ଯାହାକି ସ୍ୱାମୀଙ୍କ ଆଗରେ ବା ସ୍ତ୍ରୀଙ୍କ ଆଗରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ମାନସିକ ସ୍ତରରେ ଆପଣ ଦୁର୍ବଳ ହୋଇପାରନ୍ତି। ଆଜି ବିଛା ରାଶି ବ୍ୟକ୍ତିଙ୍କର ବ୍ୟବସାୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ସମାଜ କ୍ଷେତ୍ରରେ ଆପଣଙ୍କୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ କରିବା ସହିତ ରାଜନୈତିକ କ୍ଷେତ୍ରରେ ମଧ୍ୟ ଆପଣ ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ହୋଇପାରନ୍ତି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ସକାରାତ୍ମକ କ୍ଷେତ୍ରରେ ଅର୍ଥାତ୍ ଆପଣଙ୍କର ଭାଗ୍ୟ ସଦାବେଳେ ଆଜି ସକାରାତ୍ମକ ଯୁଗ ବନଉଛି। ତେଣୁ କର୍ମ କ୍ଷେତ୍ରରେ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତା ପ୍ରଦାନ କରିବା ସହିତ ନିଜର କାର୍ଯ୍ୟ ଅତି କ୍ଷଣ ସମୟରେ ପୂର୍ଣ୍ଣ ହେବାର ଅନେକ ଚାନ୍ସ ରହୁଛି। ଚାକିରି ସମ୍ବନ୍ଧରେ ଯୋଉମାନେ ଜଡ଼ିତ ଅଛନ୍ତି ନିଜର କାର୍ଯ୍ୟ ଏବଂ କର୍ତ୍ତବ୍ୟ ଦ୍ୱାରା ଆପଣ ଜଣେ ପ୍ରତିଷ୍ଠାବାନ ହୋଇପାରନ୍ତି ଏବଂ କର୍ମକ୍ଷେତ୍ରରେ ଆପଣ ଜଣେ ପ୍ରଶଂସାର ପାତ୍ର ବନି ଯାଇପାରନ୍ତି ଏବଂ ସମସ୍ତଙ୍କ ଠାରୁ ଆପଣ ଜଣେ ଭିନ୍ନ ହୋଇପାରନ୍ତି ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି, ଯାହାକି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଆଜି ରୋମାଣ୍ଟିକ ପରିଚୟ ସୃଷ୍ଟି କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ନିଜର ପ୍ରେମ ବଳରେ ଆପଣଙ୍କୁ ଯାହାକି ଅନେକ ସମ୍ବନ୍ଧ ବନିବେ, ତତ୍ସହିତ ମଧୁରତା ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଯୁଗ ବନଉଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ବନ୍ଧ ଭଲ ରହିବ, ନିଜ ଭିତରେ ମଧୁରତା ଦେଖାଦେବ ଏବଂ କିଛି ପୂର୍ବରୁ ଯଦି ଭୁଲ ବୁଝାମଣା ଥିବ ତାହାର ସମାଧାନ କରିବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ବ୍ୟବସାୟ କ୍ଷେତ୍ରରେ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ସୁଯୋଗ ଦଉଛି। ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ବନେଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ଫିଟ୍ ରହିବେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ନିଜର କାର୍ଯ୍ୟରେ ଅନେକ ପ୍ରକାର ଚାପ ବଢିପାରେ, ଯାହାକି ମାନସିକ ସ୍ଥିତି ଆପଣ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ମକର ରାଶି ବ୍ୟକ୍ତି ଆପଣ ନିଜର କାର୍ଯ୍ୟ କରୁଥିଲା ବେଳେ ସାବଧାନ ସହକାରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କାହିଁକି ନା ଅନେକ କ୍ଷେତ୍ରରେ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିରତା ଦେଖାଦେବ। ତେଣୁ ନିଜର କାର୍ଯ୍ୟ ପ୍ରତି ସଚେତନ ସହକାରେ ଯଦି କାର୍ଯ୍ୟ କରିବେ ମକର ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ଯଦି ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ଅସ୍ଥିରତା ଦେଖାଦେଉଛି, ମାନସିକ ସ୍ଥିତି ଭଲ ନ ରହୁଛି, ତେବେ ଧ୍ୟାନ ପୂର୍ବକ ଆପଣ ଟିକେ ସଙ୍ଗୀତ ଶୁଣନ୍ତୁ କିମ୍ବା ପ୍ରବଚନ ଟିକେ ଶୁଣନ୍ତୁ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ଦେଖିବେ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ମକର ରାଶି ବ୍ୟକ୍ତି
ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କୁ ଚାପ ସୃଷ୍ଟି କରିବ, ଯାହାକି ଅନେକ ଚ୍ୟାଲେଞ୍ଜ ଆସିବ ଏବଂ କାର୍ଯ୍ୟରେ ଭୁଲ ମଧ୍ୟ କରିପାରନ୍ତି। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୁଗ ରହୁଛି। ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ନ ରହିପାରେ, ଯାହାକି ଭାଗ୍ୟ ଆପଣଙ୍କର ମଧ୍ୟମ ଯୁଗ ରହୁଛି। ତେଣୁ ଧ୍ୟାନ ପୂର୍ବକ ନିଜର ରାଜନୈତିକ ସହିତ ଶିକ୍ଷାର୍ଥୀ ପ୍ରତି ସଚେତନ ରୁହନ୍ତୁ ମକର ରାଶି ବ୍ୟକ୍ତି। ତେବେ ମକର ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଉତ୍ସାହିତ ସହିତ ଭଲ ମଧୁର ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ବ୍ୟବସାୟରେ ଆପଣ ଅନେକ ପ୍ରକାର ସଫଳତା ପାଇବେ, ଯାହାକି ଆପଣଙ୍କ ରାଶି ଭଲ ଶୁଭ ଯୁଗ ସ୍ଥିତି ବନଉଛି ବ୍ୟବସାୟ କ୍ଷେତ୍ରରେ। ଆଜି ବ୍ୟବସାୟରେ ଅନେକ ସଫଳତା ପାଇବା ସହିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଲାଭ ପ୍ରଦାନ କରିବ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଟିକେ ସ୍ୱାସ୍ଥ୍ୟ ଆପଣଙ୍କୁ ଅନେକ ଚିନ୍ତା କରେଇ ଦେଇପାରେ ବା ସ୍ୱାସ୍ଥ୍ୟ ଭଲ ନ ରହିପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ସ୍ଥିତିରେ ରହିଛି। ତେଣୁ ଯେକୌଣସି କାର୍ଯ୍ୟ କରିବେ ଆପଣ ନିଶ୍ଚିତ ପୂର୍ଣ୍ଣ ହେବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ କୁମ୍ଭ ରାଶି ବ୍ୟକ୍ତିଙ୍କର ଆଜି ପୂର୍ଣ୍ଣ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବ। ତତ୍ ସହିତ ଆପଣ ଜଣେ ଭଲ ବ୍ୟକ୍ତିତ୍ୱ ପରିପ୍ରକାଶ କରିପାରନ୍ତି ସମାଜ ଆଗରେ। ତତ୍ ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଉତ୍ତମ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଆପଣ ଉତ୍ସାହିତ ସହିତ ଆନନ୍ଦିତ କରିବାର ଆଜି ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଉତ୍ସାହିତ ସହିତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ ସହିତ ଆଜି ପ୍ରେମ କରିବା ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ ସହିତ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ପରିବାର ବର୍ଗଙ୍କ ସହିତ ମିଳିମିଶି ଦିନ ଅତି ସୁଖମୟ କଟିବ। ସମସ୍ତ ପରିବାର ବର୍ଗଙ୍କ ସହିତ ଆଜି ସମ୍ପର୍କ ଭଲ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତିରେ ରହୁଥିବାରୁ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ ସହିତ ଆଜି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ମଧ୍ୟ ଆପଣଙ୍କୁ ଲାଭ ପ୍ରଦାନ କରିପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ଫିଟ୍ ରହିବେ। କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ବାଇଗଣୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଅନେକ କ୍ଷେତ୍ରରେ ସଫଳତା ବନଉଥିବା ସହିତ ନିଜର କର୍ମ କ୍ଷେତ୍ରରେ କିଛି ଚାପ ମଧ୍ୟ ବଢିପାରେ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ହେବା ସହିତ ନିଜର କର୍ମ କ୍ଷେତ୍ରରେ ଆପଣ ଆଗକୁ ବଢିବେ ଏବଂ କାର୍ଯ୍ୟଗୁଡ଼ିକୁ ନିଜର ମଧୁର ସମ୍ପର୍କ ବା ମଧୁର କଥା ଯୋଗୁଁ ଆପଣଙ୍କର ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆଜି ସଫଳତା ଆଡକୁ ଅଗ୍ରଗତି କରିବ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦେବ। ତେବେ ଆଜି ମୀନ ରାଶି ବ୍ୟକ୍ତି ଯଦି ଆପଣ କିଛି ନୂତନ ବସ୍ତ୍ର କିଣିବା ପାଇଁ ଯାଉଛନ୍ତି, ଆପଣ ମାନସିକ ସ୍ତରରେ ଅସ୍ଥିରତା ଦେଖା ଦେଇପାରେ ବା ନିଜ ଭିତରେ କିଛି ମତ ପାର୍ଥକ୍ୟ ଦେଖା ଦେଇପାରେ। ନିଜର ବସ୍ତ୍ରର କିଛି ଅଭାବ ଆପଣଙ୍କ ମନକୁ ଆସିପାରେ। ତେବେ ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଏହା ପ୍ରଭାବ ପକେଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। କୌଣସି ପରିବାର ସମ୍ବନ୍ଧ ଖରାପ ରହିବ ନାହିଁ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ବ୍ୟବସାୟ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ।
ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଟିକେ ଆପଣଙ୍କୁ ସମସ୍ୟାରେ ପକେଇ ପାରେ, ଯାହାକି ମାନସିକ ଅସ୍ଥିରତା ଦେଖା ଦେଇପାରେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ ବଢିବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 60% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।